ବନ୍ଧୁଗଣ, ଆପଣମାନେ ବେଳେବେଳେ ଦେଖିଥିବେ ଯେ ଯେଉଁ ଲୋକ ଆପଣଙ୍କୁ ଅଧିକ ପ୍ରଶଂସା କରିବାକୁ ଲାଗିଥାଏ, ସେହି ଲୋକ ତା'ର ଭିତରେ ଭିତରେ ଏମିତି କିଛି ଗୁଣ ବା ଈର୍ଷା ରଖିଥାଏ ଯାହା ଆପଣଙ୍କୁ କଦାପି ଜଣା ପଡ଼ିନଥାଏ ଏବଂ ବେଳେବେଳେ ସେ ବି ମଧ୍ୟ ଆମକୁ ତଳେ ପକାଇବାକୁ ସବୁଠାରୁ ଚେଷ୍ଟା କରିଥାଏ। ଆଉ ସଦାସର୍ବଦା ସେ ଆମକୁ ନିଜର ଦୁର୍ବଳତା ବୋଲି ବିବେଚିତ କରିଦେଇଥାଏ। ଆଉ ସେମାନେ ହିଁ ଏହି ଦୁନିଆରେ ବହୁତ ଅସଫଳ ବ୍ୟକ୍ତି ମଧ୍ୟ ହୋଇଥାଏ। ତ ସାଙ୍ଗମାନେ, ଆଜିର ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ଜଣାଇବାକୁ ଚାହୁଁଛି ଯେ ଆପଣଙ୍କ ପ୍ରତି ଈର୍ଷା କରୁଥିବା ପଡ଼ୋଶୀଙ୍କର 5ଟି ସଂକେତ। ସାଙ୍ଗମାନେ, ଏହି 5ଟି ସଂକେତ କ'ଣ କ'ଣ ମୁଁ ଆପଣଙ୍କୁ ଜଣାଇଦେବି, କିନ୍ତୁ ମୋର ଆପଣଙ୍କୁ ଗୋଟିଏ ରିକ୍ୱେଷ୍ଟ, ଯଦି ଭିଡ଼ିଓଟିକୁ ଫାଷ୍ଟରୁ ଲାଷ୍ଟ ଯାଏଁ ଦେଖନ୍ତୁ ଆଉ ବୁଝନ୍ତୁ। ଆଉ ଗୋଟିଏ କଥା, ଯଦି ଭିଡ଼ିଓଟି ଭଲ ଲାଗିଲା ତେବେ ନିହାତି ଭାବରେ କମେଣ୍ଟ ମଧ୍ୟ କରିବେ। ତ ଚାଲନ୍ତୁ ଆଉ ଡେରି ନ କରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ସର୍ବପ୍ରଥମେ, ଯଦି ଆପଣଙ୍କର ବା କୌଣସି ଏକ ମନୁଷ୍ୟର ଯଦି ଚିନ୍ତାଧାରା ଠିକ୍ ଅଛି, ତେବେ ସେହି ମନୁଷ୍ୟ ତା'ର ଜୀବନରେ ବହୁତ ଉନ୍ନତି ସାଧନ ମଧ୍ୟ କରିବାକୁ ଲାଗିବ। ତେଣୁ ମନୁଷ୍ୟର ଗୋଟିଏ ରାସ୍ତା ହେଉଛି ଯେ ତା'ର ଚିନ୍ତାଧାରା। ଯଦି ମନୁଷ୍ୟର ଏହି ଚିନ୍ତାଧାରା ନଥାଏ, ତେବେ ସେ ଯେତେ ଚେଷ୍ଟା କଲେ ମଧ୍ୟ ସେ କେବେ ବି ସଫଳତା ପାଇପାରିନଥାଏ। ତ ସାଙ୍ଗମାନେ, ଚିନ୍ତାଧାରା କାହିଁକି ମନୁଷ୍ୟର ଏକ ବନ୍ଧୁ ଅଟେ? ତ ଏହାର କାରଣରେ ମୁଁ କହିବାକୁ ଚାହୁଁଅଛି ଯେ ଚିନ୍ତାଧାରା ହେଉଛି ଏକ ଜିନିଷ ଯାହା ତାହା ବିନା ଆମେ ଚଳିବା ବହୁତ ଅସମ୍ଭବ ହୋଇପଡ଼େ। ତେଣୁ ଚିନ୍ତାଧାରା ବହୁତ ବଡ଼ ଆମର ଅଙ୍ଗ ଅଟେ। ଧରିନିଅ, ତୁମେ ଆଜି ଗୋଟିଏ ଲୋକକୁ ଟଙ୍କା ଦେଇଛ। ଯଦି କାଲିକି ବା 10 ମାସ ପରେ ତୁମେ ସେହି ଟଙ୍କାକୁ ମାଗିବ, ତେବେ ସେହି ଲୋକଟି ଯଦି ନ ଦେବ, ଆପଣ ତାକୁ ବାର ବାର ମାଗିବାକୁ ଲାଗିବେ, ଯାହାଫଳରେ ସେହି ଲୋକଟି ରାଗିକି ଟଙ୍କା ଫୋପାଡ଼ି ଦେବ। ଆଉ ସେତେବେଳେ ହିଁ ସେହି ଲୋକଟିର ଅନ୍ୟ ଏକ ଚିନ୍ତାଧାରା ଆସିଯିବ ଯେ ସେ ଲୋକଟି ମୋ ସହିତ ଏମିତି କାହିଁକି କଲା। ସେତେବେଳେ ତା ପାଖରେ ଆଉ ସମୟ ମଧ୍ୟ ରହିବ ନାହିଁ। ଯେ ସେଥିପାଇଁ ବନ୍ଧୁଗଣ, ସବୁବେଳେ ଚିନ୍ତାଧାରା ଉପରେ କାମ କରିବା ଶିଖନ୍ତୁ। କାହିଁକିନା ଏହି ଦୁନିଆ ହୁଏତ ଟଙ୍କା ବିନା ଚଳିପାରେ ନାହିଁ, କିନ୍ତୁ ନିଜର ଚିନ୍ତାଧାରା କୌଶଳତା ଠିକ୍ ଥିଲେ ଏହି ଦୁନିଆ ତୁମକୁ ମୁଣ୍ଡ ଉପରେ ମଧ୍ୟ ବସାଇବାକୁ ଲାଗିବ। ଚାଣକ୍ୟ ସବୁବେଳେ କୁହନ୍ତି ଯେ ଜଣେ ବା ତୁମେ ଯଦି ଉନ୍ନତି କରିବାକୁ ଚାହୁଁଛ, ତେବେ ତାହାର ପଡ଼ୋଶୀ ଲୋକମାନେ ତୁମକୁ ଅଧିକ ଘୃଣାଭାବ ସୃଷ୍ଟି କରିବାକୁ ଲାଗିଥାନ୍ତି, ଯାହାଫଳରେ ଆପଣ ଅଧିକରୁ ଅଧିକ ମାତ୍ରାରେ ଭାଙ୍ଗିବାକୁ ଲାଗିପଡ଼ନ୍ତି। ଆଉ କୁହନ୍ତି ଯେ ଏହି ଲୋକମାନେ ମୋତେ ଏମିତି କ'ଣ କହୁଛନ୍ତି, ଯାହାଫଳରେ ମୁଁ ସକ୍ସେସ୍ ହିଁ ହେଇପାରିବି ନାହିଁ। ତ ସାଙ୍ଗମାନେ, ଯଦି ଆପଣ କୌଣସି କାମ କରିବାକୁ ଯାଉଥିଲେ, କେବେ ମଧ୍ୟ ପଡ଼ୋଶୀଙ୍କର କୌଣସି କଥାକୁ ମନ ଦେଇ ଶୁଣ ନାହିଁ। କାହିଁକିନା ସେମାନେ ତୁମକୁ ସଦାସର୍ବଦା
ତଳେ ପକାଇବାକୁ ହିଁ ଲାଗନ୍ତି। କେବେ ମଧ୍ୟ ଉପରକୁ ଉଠିବାକୁ ଚେଷ୍ଟା ଦିଅନ୍ତି ନାହିଁ। ତେଣୁ ସେମାନଙ୍କ ସହ ଆପଣ ଯଦି ବନ୍ଧୁ ବାନ୍ଧିବେ, ତାସହ ସମାନ ହେଉଛି ନିଜ ଜୀବନକୁ ବଳିଦାନ ଦେବା। ତେଣୁ ସେହିପରି ଲୋକଙ୍କ ସହିତ କେବେ ମଧ୍ୟ ବନ୍ଧୁ ବାନ୍ଧନ୍ତୁ ନାହିଁ। ଚାଣକ୍ୟ ଆହୁରି ମଧ୍ୟ କୁହନ୍ତି ଯେ ଯେଉଁ ବ୍ୟକ୍ତି ନିଜ ଇଚ୍ଛାରେ ନିଜ କର୍ମ ପଥରେ ଆଗେଇ ଚାଲିଥାଏ, ସେହି ବ୍ୟକ୍ତି ହିଁ ଏହି ଦୁନିଆରେ ବହୁତ ବଳବାନ ହୋଇଥାଏ। ଆଉ ଯେଉଁ ବ୍ୟକ୍ତି ଅନ୍ୟର ସାହାଯ୍ୟ ନେଇ ସେ ଆଗେଇ ଯିବାକୁ ଚେଷ୍ଟା କରୁଥାଏ, ତେବେ ସେ କେବେ ମଧ୍ୟ ଆଗକୁ ଯାଇପାରିନଥାଏ। ଏହାର କାରଣ ହେଉଛି କାରଣ ସାଙ୍ଗମାନେ, ଯଦି ଆପଣ ନିଜ ଇଚ୍ଛାରେ କୌଣସି କାମ କରିବାକୁ ଯାଉଛନ୍ତି, ଏମିତିକି ନୁହେଁ କୌଣସି ଖରାପ କାମ ଅଟେ। ଆପଣ ଯଦି କିଛି ଭଲ କାମ କରିବାକୁ ଯାଉଛନ୍ତି, ତେବେ କାହାକୁ ବି କୁହନ୍ତୁ ନାହିଁ ଯେ ମୁଁ ଏହି କାମଟି କରିବାକୁ ଯାଉଅଛି। ତ ନିଜର କର୍ମ ନିଜେ ହିଁ ସାଧନ କରନ୍ତୁ, ଯାହା ଫଳରେ ଆପଣ ଦିନେ ନା ଦିନେ ବହୁତ ସକ୍ସେସ୍ ହୋଇପାରିବେ। ଆଉ ଏହି ଦୁନିଆ ବି ତୁମକୁ ଦିନେ ମୁଣ୍ଡ ଉପରେ ବସାଇବାକୁ ଲାଗିବ। ଆଉ ପଡ଼ୋଶୀମାନେ ବହୁତ ନିଆଁରେ ମଧ୍ୟ ଜଳିବାକୁ ଲାଗିବେ। ଏହି ଦୁନିଆ ସବୁବେଳେ ସେହି ଲୋକମାନଙ୍କୁ ହିଁ ଇଜ୍ଜତ ଦେଇଥାଏ, ଯେଉଁ ଲୋକମାନେ କେବଳ ଅନ୍ୟର ସ୍ୱାର୍ଥ ପାଇଁ ନିଜ ଜାଗାକୁ ପରିବର୍ତ୍ତନ କରିଦିଅନ୍ତି। ତ ଏହିପରି ଲୋକଙ୍କୁ ହିଁ ଦୁନିଆ ଅଧିକରୁ ଅଧିକ ସାଥ ଦେଇଥାଏ। ତ ସାଙ୍ଗମାନେ, ମୋର ଗୋଟିଏ ପ୍ରଶ୍ନ ଉଠୁଛି ଯେ ମଣିଷ ବା ଭଲ ଲୋକମାନଙ୍କୁ ଏହି ଦୁନିଆ କାହିଁକି ସାଥ ଦେଇନଥାଏ? ତ ଏହାର ଉତ୍ତରରେ ମୁଁ କହିବାକୁ ଚାହୁଁଅଛି ଯେ ଦୁନିଆ ସେତେବେଳେ ଆମର ସାଥ ଦେବ ଯେତେବେଳେ ଆମେ କୌଣସି ଏକ କର୍ମ କରିକି କର୍ମପଥରେ ଆଗେଇ ଚାଲିବା। ତ ସେତେବେଳେ ଦୁନିଆ ଆମକୁ ସାଥ ଦେବ, ନଚେତ୍ ଆମକୁ ବହୁତ ଘୃଣା ଏବଂ ଅପମାନ ଜନିତ କରିବାକୁ ଲାଗିବ। କହିବାକୁ ଗଲେ ଏହି ଦୁନିଆରେ ଯେଉଁ ଲୋକ ତୁମର ନିନ୍ଦା କରିବାକୁ ଲାଗୁଅଛି ଯେ ସେହି ଲୋକ ଏମିତି ସମୟ ଆସିବ ତୁମ ଗୋଡ଼ ଧରିବ ଆଉ କହିବାକୁ ଲାଗିବ, ଆରେ ଭାଇ, ତୁ ତ କେତେ ବଡ଼ ଅଫିସର ହୋଇଗଲୁ, ଆଉ ମୋତେ ଟିକେ ସେଠାରେ ଚାକିରି ଦେ। ଦ୍ୱିତୀୟରେ ନିଜକୁ ଏତେ ଶକ୍ତିଶାଳୀ ଏବଂ ଏତେ ଭାବମୂର୍ତ୍ତି ଭାବରେ ଗଢ଼ି ତୋଳନ୍ତୁ ଯେ ବା ସକ୍ଷମ ହୁଅନ୍ତୁ ଯେ ଯେପରି ଆପଣଙ୍କର କୌଣସି ଶକ୍ତି ମଧ୍ୟ ହରାଇ ପାରିବ ନାହିଁ। ଆଉ ଯେକୌଣସି ବିପତ୍ତି ଆସିଲେ ମଧ୍ୟ ତାହା ତୁମେ କରିପାରିବ। ଏପରିକି ନୁହେଁ ଯେ ଅଧିକ ବିପତ୍ତି ଆସୁଅଛି ଆଉ ମୁଁ ଏହା କରିପାରିବିନି। ତ ଏହାର ମାନେ ଆପଣ ସେହି କାମ ଅଧାରୁ ହିଁ ଛାଡ଼ି ଚାଲିଯିବେ, ଯାହା ଫଳରେ ଆପଣ ସକ୍ସେସ୍ ହିଁ ହୋଇପାରିବେ ନାହିଁ। ତେଣୁ କେବେ ମଧ୍ୟ ଏପରି ଅଣଦେଖା କରନ୍ତୁ ନାହିଁ। ଜୀବନରେ ଗୋଟିଏ ଜିନିଷ ସବୁବେଳେ ମନେ ରଖିବା ଉଚିତ ଯେ ଯେକୌଣସି ବିପତ୍ତି ହେଉ କିମ୍ବା ଯେକୌଣସି କାମ ହେଉ, ସବୁବେଳେ ସେହି ବିପତ୍ତି କିମ୍ବା କାମ ଉପରେ ଫୋକସ୍ ଆଉ ଆତ୍ମନିର୍ଭରଶୀଳତା ରଖି ସଦାସର୍ବଦା ଆଗକୁ ବଢ଼ିବାକୁ ଚେଷ୍ଟା କଲେ ତାହେଲେ ଯାଇ ଆପଣ ସକ୍ସେସ୍ ହୋଇପାରିବେ। ଆଉ ଏହି ଦୁନିଆ ମଧ୍ୟ କହିଦେବ ଯେ ଆପଣ କେତେ
ପାୱାରଫୁଲ୍ ବ୍ୟକ୍ତି ଅଟନ୍ତି। ତେଣୁ ଯେକୌଣସି ବିପତ୍ତି ଆସିଲେ ମଧ୍ୟ ଆପଣ ତାକୁ ସାମ୍ନା କରିବା ଶିଖନ୍ତୁ। ଯଦି ସାମ୍ନା କରିପାରୁନାହାନ୍ତି, ତେବେ ସେହି ସ୍ଥାନରେ ନିଜର ବୃଦ୍ଧି ଏବଂ ଆତ୍ମନିର୍ଭରଶୀଳତା ମାଧ୍ୟମରେ ସେହି କାମକୁ କିପରି ନିଜର ଦାୟିତ୍ୱକୁ ଆଣିବେ, ସେହିପରି ଚେଷ୍ଟା କରନ୍ତୁ, ଯାହାଫଳରେ ଆପଣ ବହୁତ ଆଗକୁ ମଧ୍ୟ ଯିବାକୁ ଲାଗିବେ। ତୃତୀୟରେ, ବୁଦ୍ଧିମାନ ବ୍ୟକ୍ତି କେବଳ ସେ ହିଁ ହୋଇଥାଏ, ଯିଏ ପ୍ରକୃତ ମାଧ୍ୟମରେ ନିଜ କୌଶଳକୁ ନିଜେ ହିଁ ସମାଧାନ କରିଥାଏ। ତ ସାଙ୍ଗମାନେ, ସଦାସର୍ବଦା ଗୋଟିଏ କଥା ମନେ ରଖନ୍ତୁ ଯେ ସେ ଯେତେ କୌଣସି ବିପତ୍ତି ହେଉ କିମ୍ବା ଅସୁବିଧା ହେଉ, ସଦାସର୍ବଦା ତାକୁ ଏମିତି ସମାଧାନ କରନ୍ତୁ ଯେପରି ତା'ର ଗୋଟିଏ ଜିନିଷ ମଧ୍ୟ ଦେଖିବାକୁ ହେବ ନାହିଁ। ତ ସଦାସର୍ବଦା ନିଜର ଏହିପରି କାମ କରି ଚାଲିଲେ ଯାଇକି ଆପଣଙ୍କର ଜୀବନ ପରିବର୍ତ୍ତନ ହେବାକୁ ଲାଗିବ। ଆଉ ନିଜକୁ ନିଜେ ଏକ ସୁନାର ରାଜ୍ୟ ଭାବରେ ଗଢ଼ି ତୋଳିବେ। ଆଉ ଲୋକମାନେ ଦେଖିକି ବହୁତ ଜଳିବେ। ଆଉ ସେମାନେ ଜଳିଲେ କିଛି ହେବ ନାହିଁ। ଯଦି ଆପଣଙ୍କର ସେଥିରେ ଦକ୍ଷତା ଅଛି ନା, ତେବେ ଆପଣ ବହୁତ କିଛି କରିପାରିବେ। ତେଣୁ ଗୋଟିଏ କଥା ମନେ ରଖିଥାନ୍ତୁ ସାଙ୍ଗମାନେ, ଯେଉଁଥିରେ ଆପଣଙ୍କର ଦକ୍ଷତା ଅଛି ସେଥିରେ ହିଁ କାମ କରିବା ଉଚିତ। ନଚେତ୍ ଆପଣ ସେହି କାମ ପ୍ରତି ଦକ୍ଷତା ନଥିବ, ଆଉ ସେହି କାମରେ ଆପଣ ଆଗକୁ ବାହାରିଯିବେ ଯେ ମୁଁ ଏହି କାମଟି କରିଦେବି। ନା, ଏହା ଏକ ଭୁଲ ଭାବନା ଅଟେ। ତୁମ ପ୍ରତି ଯାହା ହେଉଛି ତୁମେ ତାହା କରିବା ଉଚିତ। ଅଧିକ ଆଗକୁ ଯିବା ମଧ୍ୟ ଉଚିତ ନୁହେଁ। ଯଦି ଆମେ ଅଧିକ ଆଗକୁ ଯିବାକୁ ଲାଗିବା, ତେବେ ପଡ଼ୋଶୀଙ୍କର ମଧ୍ୟ ସୁବିଧା ହୋଇଯିବ। ଆଉ ସେମାନେ ମଧ୍ୟ କିଛି କିଛି ଆମର ପଛପଟୁ ଗୋଡ଼ ଭିଡ଼ିବାକୁ ଲାଗିଥାନ୍ତି ଆଉ ଆମକୁ ପଛକୁ ଟାଣି ନିଅନ୍ତି, ଯାହାଫଳରେ ଆମେ ସେହି କାର୍ଯ୍ୟରେ ସଫଳତା ହିଁ ପାଇପାରି ନଥାଉ। ଯେଉଁ ବ୍ୟକ୍ତି ନିଜର ବୁଦ୍ଧି ଦ୍ୱାରା ନିଜ କାମକୁ ନିଜେ ସଲ୍ଭ କରେ, ସେ ହିଁ ପ୍ରକୃତରେ ବୁଦ୍ଧିମାନ ଅଟେ। ଚତୁର୍ଥରେ କହିବାକୁ ଗଲେ, ଆପଣ ସେହି ପଡ଼ୋଶୀଙ୍କର କେଉଁ ଲକ୍ଷଣ ଦ୍ୱାରା ଆପଣ ଜାଣିପାରିବେ ଯେ ସେ ଆମର ପିଛା କରୁଛନ୍ତି ଆଉ ଆମକୁ ବହୁତ ତଳେ ପକାଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ତ ସେହି ଲକ୍ଷଣଟି ହେଉଛି ଯେ ତୁମେ ଯଦି ସକ୍ସେସ୍ ହେବାକୁ ଯାଉଅଛ, ତେବେ ପଡ଼ୋଶୀଟି ସେ ଦେଖିଥାଏ ଯେ ଏହି ଲୋକଟି କ'ଣ କରୁଅଛି ଆଉ କେମିତି କ'ଣ ପାଠ ପଢ଼ୁଅଛି। ତ ସେ ସବୁ ଦେଖିକି ହିଁ ସବୁ ଶିଖିଯାଏ ଆଉ ବହୁତ କିଛି ଭାବିନିଏ ଯେ ମୁଁ ବି ଏପରି କରିପାରିବି। କିନ୍ତୁ ତା ଦ୍ୱାରା ଏହା ସମ୍ଭବ ହୋଇନଥାଏ। କାହିଁକି ଜାଣିଛ ସାଙ୍ଗମାନେ? ଯେ ତା ମାଇଣ୍ଡରେ ଏହିଭଳି ଜିନିଷ କିଛି ଘୂରି ରହିଥାଏ, ଯାହାକି ବାହାରେ ପ୍ରଶଂସା କରୁଥାଏ ଆଉ ଭିତରେ ଅଧିକ ବିଷ ଭରି ରହିଥାଏ। ତେଣୁ ସେହି ବ୍ୟକ୍ତି ତା'ର ଜୀବନରେ ଅନେକ ଅଭିଜ୍ଞତା ମଧ୍ୟ କିମ୍ବା ଯେତେ ବଡ଼ ବିପତ୍ତି ଆସିଲେ ମଧ୍ୟ ସେ କେବେ ମଧ୍ୟ ସମାଧାନ କରିପାରେ ନାହିଁ। ତ ଏହି ଦୁନିଆ ହିଁ ବହୁତ ଅଜବ ହୋଇଗଲାଣି ସାଙ୍ଗମାନେ। ଯଦି ଆପଣଙ୍କ ପାଖରେ ଆଜି ଟଙ୍କା ଅଛି, ତେବେ ଅନେକ ଲୋକ ସାଥ ଦେବେ। ଆଉ ଯଦି ଟଙ୍କା ନାହିଁ, ତେବେ ଆପଣଙ୍କୁ ସମସ୍ତେ ଛାଡ଼ିକି ଚାଲିଯିବେ। ତେଣୁ ପ୍ରଥମ କଥା ହେଲା ସବୁବେଳେ ଟଙ୍କା କମାଇବା ଶିଖନ୍ତୁ ଆଉ
ଏମିତିକି ନୁହେଁ ମୁଁ କହିଦେଲି ଯେ ଆପଣମାନେ ସିଧା ଟଙ୍କା କମେଇବେ। ସେଥିପାଇଁ ହେଲେ ବହୁତ ପରିଶ୍ରମ କରିବାକୁ ପଡ଼ିବ ଏବଂ ଧୈର୍ଯ୍ୟର ସହିତ ସେହି କାମକୁ ମୁକାବିଲା ମଧ୍ୟ କରିବାକୁ ପଡ଼ିବ। ତ ସାଙ୍ଗମାନେ, ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣଙ୍କୁ ଏହି ସମାଜର ଗୋଟିଏ ନିରାଟ ସତ୍ୟ କଥା କହିବାକୁ ଯାଉଛି ଯେ ଲୋକମାନଙ୍କ କଥାରେ କେବେ ନିଜର ନିଷ୍ପତ୍ତି ବଦଳାଅ ନାହିଁ। କାହିଁକି ନା ଲୋକମାନେ ଆଜି ଅଛନ୍ତି, କାଲି ମଧ୍ୟ ବଦଳି ଯାଇପାରନ୍ତି। ତେଣୁ ଲୋକଙ୍କ କଥାରେ କୌଣସି କଥାକୁ ହାର ମାନନ୍ତୁ ନାହିଁ। ନିଜର ଇଚ୍ଛା ଅନୁସାରେ ନିଜ କର୍ମ ନିଜେ ହିଁ କରନ୍ତୁ। ଦେଖିବେ ସେହି ଲୋକ ହିଁ ଆପଣଙ୍କୁ ଦିନେ ପଚାରିବ, ଆରେ ଭାଇ, ତୁ କେମିତି ସକ୍ସେସ୍ ହେଲୁ, ମୋତେ ଟିକେ କହ। ତାପରେ ସିଏ ଆପଣଙ୍କର ସବୁ କଥା ଶୁଣିଲା ପରେ ସେ ଆପଣଙ୍କୁ ଦେଇଥିବା କିଛି ଅପମାନର ପ୍ରତିଶୋଧ ସେ ନିଜେ ନିଜେ ହିଁ ପାଇପାରିବ। ତେଣୁ କୌଣସି କଥାକୁ ନେଇ ବା କୌଣସି ଲୋକ କହିଦେଲା ବୋଲି ତାର କଥାକୁ ଆପଣ ଡିପ୍ରେସନ୍ ମାଇଣ୍ଡରେ ନେଇକି କେବେ ମଧ୍ୟ ତଳେ ପକାନ୍ତୁ ନାହିଁ। ଆପଣ ଯଦି ସେହି ଲୋକର କଥାକୁ ଆଜି ଶୁଣିନେବେ, ତେବେ ସେହି ଲୋକଟି ଆପଣଙ୍କୁ କାଲିକି ଆହୁରି ଅନେକ କଥା କହିବାକୁ ଲାଗିବ। ତ ସାଙ୍ଗମାନେ, କେବେ ମଧ୍ୟ ଅନ୍ୟ ଲୋକର କଥା ଶୁଣିକି ନିଜର ନିଷ୍ପତ୍ତି ବଦଳାଇବା ଅପେକ୍ଷା ନିଜ ଜୀବନକୁ ବଳିଦାନ ଦେବା ସହ ସମାନ ହୋଇଥାଏ। ତେଣୁ କେବେ ମଧ୍ୟ ନିଜର ନିଷ୍ପତ୍ତି ବଦଳାଅ ନାହିଁ। ପଞ୍ଚମରେ, ଆଖି ବନ୍ଦ କରିକି ନିଜକୁ କାହା ସହିତ ଏତେ ବିକ୍ରି କରିଦିଅନି ଯେ ଆପଣଙ୍କୁ ବହୁତ ଅସୁବିଧା ହେବାକୁ ଲାଗିବ। ତେଣୁ ସଦାସର୍ବଦା ନିଜେ ଠିକ୍ ରୁହ ଆଉ ଅନ୍ୟକୁ ବି ଠିକ୍ ବାଟରେ ନେବାକୁ ଚେଷ୍ଟା କରନ୍ତୁ। ଯାହାଫଳରେ ଉପରେ ଥିବା ଭଗବାନ ମଧ୍ୟ ଆମର ଡାକ ଶୁଣନ୍ତି ଏବଂ ଆମକୁ ବହୁତ ସାଥରେ ମଧ୍ୟ ଆମକୁ ସାଥ ଦିଅନ୍ତି। ତେଣୁ ସଦାସର୍ବଦା ଭଲ କାମ କରନ୍ତୁ ଏବଂ ଭଲ କାମ ଦ୍ୱାରା ହିଁ ଆପଣ ଆଗକୁ ଯାଆନ୍ତୁ। ତ ସାଙ୍ଗମାନେ, ଆଜିର ଏହି ଭିଡ଼ିଓଟିକୁ ମୁଁ ଏଇଠି ଷ୍ଟପ୍ କରୁଛି। ପୁଣି ଦେଖା ହେବା ଆଉ ଗୋଟିଏ ନ୍ୟୁ ଟପିକ୍ର ଭିଡ଼ିଓରେ। ତ ସେତିକି ପର୍ଯ୍ୟନ୍ତ ମୁଁ ରହୁଛି। ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ। ତ ମୋର ଆଉ ଗୋଟିଏ ମଧ୍ୟ ରିକ୍ୱେଷ୍ଟ, ଯଦି ଭିଡ଼ିଓଟି ଆପଣଙ୍କୁ ବହୁତ ପସନ୍ଦ ଲାଗିଲା ବା ଭଲ ଲାଗିଲା, ତେବେ ମୋର ଏହି ଚ୍ୟାନେଲ ସମ୍ବିତ ମୋଟିଭେସନାଲ ଲାଇଫକୁ ଅଧିକ ମାତ୍ରାରେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅନ୍ କରିକି ରଖିବେ। ଯାହାଫଳରେ ମୁଁ ଭିଡ଼ିଓ ଛାଡ଼ିବା ମାତ୍ରେ ଆପଣଙ୍କ ପାଖକୁ ନୋଟିଫିକେସନ୍ ଜରିଆରେ ସର୍ବପ୍ରଥମେ ପହଞ୍ଚି ପାରିବ। ସାଙ୍ଗମାନେ, ରହୁଛି। ଜୟ ଜଗନ୍ନାଥ।